ମୁଁ ଡକ୍ଟର ଶିବପ୍ରସନ୍ନ ପାଠୀ। ପ୍ରିୟ ଛାତ୍ରଛାତ୍ରୀଗଣ, ଆଜିର ଆଲୋଚନା କାର୍ଯ୍ୟକ୍ରମରେ ଆମେ ଓଡ଼ିଶା ଇତିହାସର 20 ପ୍ରଶ୍ନକୁ ଆଲୋଚନା କରିବା ଖାରବେଳ ଅଧ୍ୟାୟର। କିନ୍ତୁ ଆଜିର ପିଜିଟି ପରୀକ୍ଷା ଯେଉଁ ପିଲାମାନଙ୍କର ଇତିହାସ ଏବଂ ଅନ୍ୟାନ୍ୟ ପରୀକ୍ଷା ଅଛି ସମସ୍ତଙ୍କୁ ମୋର ଅଭିନନ୍ଦନ। ଆଶା କରୁଛି ସମସ୍ତେ ପରୀକ୍ଷାକୁ ଭଲ କରିବେ ଏବଂ ଉପକୃତ ହେବେ। ଚାଲନ୍ତୁ ଦେଖିବା ପ୍ରଥମ ପ୍ରଶ୍ନ ଆମକୁ କ'ଣ କହୁଅଛି। ପ୍ରଥମ ପ୍ରଶ୍ନଟି ହେଲା, ଇନ୍ ହ୍ୱିଚ୍ ଇୟର୍ ଅଫ୍ ଦ ରୁଲ୍ ଖାରବେଳ ରିପେୟାର ଅଲ୍ ଦ ଗାର୍ଡେନ୍ସ। କେତେ ନମ୍ବର ବର୍ଷରେ ଶାସନ ଖାରବେଳ ବଗିଚା ଗୁଡ଼ିକୁ ନିର୍ମାଣ କରିଥିଲେ? ଯେତେ ବଗିଚା ଥିଲା ତାଙ୍କର ରାଜଧାନୀରେ ତାକୁ ନିର୍ମାଣ କରିଥିଲେ। ପ୍ରଥମ ବର୍ଷ, ଦ୍ୱିତୀୟ ବର୍ଷ, ତୃତୀୟ ବର୍ଷ, ଚତୁର୍ଥ ବର୍ଷ। ସମସ୍ତଙ୍କୁ ଉତ୍ତର ଖଣ୍ଡିକ ଜଣାଥିବ ପିଲାମାନେ। ଏଇଠି ହେବ ଏ ଉତ୍ତର। ପ୍ରଥମ ବର୍ଷ ଖାରବେଳ ଯେବେ ରାଜା ହେଲେ ପ୍ରଥମ ବର୍ଷରେ ସେ ତାଙ୍କର କଳିଙ୍ଗ ନଗରୀ ଯେଉଁ ରାଜଧାନୀଟିକୁ ନିର୍ମାଣ କରିଥିଲେ, ସେ ସହିତ ସେ ସମୟରେ ଯେତେ ବଗିଚା ଥିଲା ସେ ବଗିଚା ଗୁଡ଼ିକୁ ମଧ୍ୟ ପୁନରୁଦ୍ଧାର କରିଥିଲେ। ଦ୍ୱିତୀୟ ପ୍ରଶ୍ନଟିକୁ ଦେଖିବା, ଇନ୍ ହ୍ୱିଚ୍ ଇୟର୍ ଅଫ୍ ଦ ରୁଲ୍ ଖାରବେଳ ଏକ୍ସପେଡ଼ିସନ୍ ଟୁ ମୁସିକନଗର। କେତେ ନମ୍ବର ଶାସନ ବର୍ଷରେ ଖାରବେଳ ମୁସିକନଗରକୁ ଆକ୍ରମଣ କରିଥିଲେ? ତ ପିଲାମାନେ ଏଇଠି ଅପସନ୍ରେ ଦେଇଛି ପ୍ରଥମ ବର୍ଷ, ତୃତୀୟ ବର୍ଷ, ତୃତୀୟ ବର୍ଷ, ଚତୁର୍ଥ ବର୍ଷ। ତ ପିଲାମାନେ ଏଇଠି ଉତ୍ତର ଖଣ୍ଡିକ ହେବ ବି, ଦ୍ୱିତୀୟ ବର୍ଷ। ଯେଉଁ ଦ୍ୱିତୀୟ ବର୍ଷକୁ ଆମେ ଆହୁରି ମଧ୍ୟ ଜାଣି ରଖୁଛୁ ଯେ ସାତକର୍ଣ୍ଣୀ ଉପରେ ଆକ୍ରମଣ କରିଥିଲେ, ଯୁଦ୍ଧ ଅଭିଯାନ କରିଥିଲେ, କିନ୍ତୁ ଯୁଦ୍ଧ ଫଳାଫଳ କିଛି ଜଣା ନାହିଁ। ସେହି ଦ୍ୱିତୀୟ ନମ୍ବର ଶାସନ ବର୍ଷରେ ଖାରବେଳ ମୁସିକନଗରକୁ ଆକ୍ରମଣ କରିଥିଲେ। ତାପରେ ଦେଖିବା ପିଲାମାନେ 3 ନମ୍ବର ପ୍ରଶ୍ନ, ମେରି ମେକିଂ ହେଲ୍ଡ ଇନ୍ ହ୍ୱିଚ୍ ଇୟର୍ ଅଫ୍ ରୁଲ୍ ଖାରବେଳ। ମେରି ମେକିଂ ହେଲ୍ଡ ଇନ୍ ହ୍ୱିଚ୍ ଇୟର୍ ଅଫ୍ ଖାରବେଳ। ଏଠି ଏଇ ଶବ୍ଦଟା ଆପଣଙ୍କୁ ବିବାଦରେ ପକାଇଦେବ ଉତ୍ତର କରିବାରେ। ମେରି ମେକିଂ ପ୍ରକୃତରେ ଏହାର ଅର୍ଥ ନ ଜାଣିଲେ ପରୀକ୍ଷାରେ ଉତ୍ତର କରିବା କଷ୍ଟ ହେବ। ପ୍ରଥମ ବର୍ଷ, ଦ୍ୱିତୀୟ ବର୍ଷ, ତୃତୀୟ ବର୍ଷ, ଚତୁର୍ଥ ବର୍ଷ। 3ର ଉତ୍ତର ଖଣ୍ଡିକ ହେବ ପିଲାମାନେ ସି, ତୃତୀୟ ବର୍ଷ। ଖାରବେଳ ତାଙ୍କ ରାଜତ୍ୱ ଶାସନର 3 ନମ୍ବର ବର୍ଷରେ ମେରି ମେକିଂ କରିଥିଲେ, ଯାହାକି ଆମେ କହୁଛନ୍ତି ସେ ଖେଳକୁଦ କରିଥିଲେ, ଗନ୍ଧର୍ବ ବିଦ୍ୟା କରିଥିଲେ, ମେରି ମେକିଂ କରିଥିଲେ, ଏନ୍ଜୟ ଆଣ୍ଡ ଆମ୍ୟୁଜମେଣ୍ଟ ଲୋକଙ୍କୁ ସର୍ବସାଧାରଣଙ୍କୁ ଦେଇଥିଲେ ତାଙ୍କ ଶାସନର 3ୟ ନମ୍ବର ବର୍ଷରେ ଖାରବେଳ। ତାପରେ ବର୍ତ୍ତମାନ ଆମେ ଦେଖିବା ପିଲାମାନେ 4ର୍ଥ ନମ୍ବର ପ୍ରଶ୍ନ, ହ୍ୱିଚ୍ ଇଭେଣ୍ଟ ନଟ୍ ମେନସନ୍ ଅନ୍ ହାତୀଗୁମ୍ଫା ଇନସ୍କ୍ରିପସନ୍ ଖାରବେଳ ସେଲିବ୍ରେଟେଡ୍ ଇନ୍ ହିଜ୍ 3rd ଇୟର୍ ଅଫ୍ ରୁଲ୍। ଏଠି ବଢ଼ିଆ ପ୍ରଶ୍ନଟିଏ ପଚାରିଛି ପିଲାମାନେ ଯେ କେଉଁ ଇଭେଣ୍ଟ ହାତୀଗୁମ୍ଫା ଇନସ୍କ୍ରିପସନ୍ରେ ଲେଖାଯାଇନାହିଁ ଯାହାକି ଖାରବେଳ ତାଙ୍କର 3ୟ ନମ୍ବର ଶାସନ ବର୍ଷରେ କରିଥିଲେ? ଲେଖାଯାଇନି। ଏନିମାଲ୍ ଫାଇଟ୍, ଫେଷ୍ଟିଂ, ମାରାଥନ୍, ମେରି ମେକିଂ। ତ ପିଲାମାନେ ଏଠି 4 ନମ୍ବରର ଉତ୍ତର ହେବ ଏନିମାଲ୍ ଫାଇଟ୍ ହେଇଥିଲା, ପଶୁ ଲଢ଼େଇ ମଧ୍ୟ କରିଥିଲେ, ଫେଷ୍ଟିଂ କରିଥିଲେ, ମେରି ମେକିଂ କରିଥିଲେ, କିନ୍ତୁ ମାରାଥନ୍ ମାନେ ଦୌଡ଼ ପ୍ରତିଯୋଗିତା ହେବାର କିଛି ଲେଖାଯାଇନି। ଆଉ 3ଟି ଲେଖାଯାଇଛି। ତ ଆପଣମାନେ ଏଠି ABCDକୁ ମନେ ରଖିବେ। ଏନିମାଲ୍ ଫାଇଟ୍ ହେଇଥିଲା, ଫାଷ୍ଟିଂ ହେଇଥିଲା, ଏରୋବିକ୍ ଡ୍ୟାନ୍ସ ହେଇଥିଲା, ମେରି ମେକିଂ ହେଇଥିଲା ପିଲାମାନେ। ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପିଲା। ତାପରେ ଦେଖିବା ନେକ୍ସଟ ନମ୍ବର 5 ନମ୍ବର ପ୍ରଶ୍ନ ଆମକୁ କ'ଣ ପଚାରୁଛି ଦେଖିବା, ଇନ୍ ହ୍ୱିଚ୍ ଇୟର୍ ଅଫ୍ ଦ ରୁଲ୍ ଖାରବେଳ ଫାଉଟ୍ ୱିଥ୍ ପ୍ରିନ୍ସ ବିଦ୍ୟାଧର। ପିଲାମାନେ ଯେଉଁ ବିଦ୍ୟାଧର ଟେରିଟୋରି ଆକ୍ରମଣ କରିଥିଲେ ବୋଲି ଆମେ ପଢ଼ୁଛନ୍ତି, କେତେକ ପୁସ୍ତକରେ ଦେଇଛି ସେଇ ଟେରିଟୋରି କଥା। ପ୍ରିନ୍ସ ବିଦ୍ୟାଧର ସେଠି ରୁଲ୍ କରୁଥିଲେ, ତେଣୁ ତାକୁ ବିଦ୍ୟାଧର ଟେରିଟୋରି ବୋଲି ଲେଖା ହେଇଛି। ଖାରବେଳ ତାଙ୍କର କେତେ ନମ୍ବର ଶାସନ ବର୍ଷରେ ଏହି ଯୁବରାଜ ପ୍ରିନ୍ସ ବିଦ୍ୟାଧରଙ୍କୁ ଆକ୍ରମଣ କରିଥିଲେ? ଏଠି ପ୍ରଶ୍ନଟି ହେଇଛି। 5 ନମ୍ବରର ପ୍ରଶ୍ନ ହେବ ପିଲାମାନେ ଡି, ଉତ୍ତର 4 ବର୍ଷ। 4 ବର୍ଷ ଶାସନରେ ଖାରବେଳ ବିଦ୍ୟାଧର ଟେରିଟୋରିକୁ ଆକ୍ରମଣ କରିଥିଲେ, ଯେଉଁଟାକି ପ୍ରିନ୍ସ ବିଦ୍ୟାଧର ଶାସନ କରୁଥିଲେ। ତାପରେ ଦେଖିବା ନେକ୍ସଟ ପ୍ରଶ୍ନ ପିଲାମାନେ 6 ନମ୍ବର ପ୍ରଶ୍ନ, ଇନ୍ ହ୍ୱିଚ୍ ଇୟର୍ ଅଫ୍ ରୁଲ୍ ଖାରବେଳ କ୍ୟାପଚର୍
ବେରାର କେତେ ନମ୍ବର ଶାସନ ବର୍ଷରେ ଖାରବେଳ ଆଧୁନିକ ବେରାର ଅଞ୍ଚଳକୁ ଆକ୍ରମଣ କରିଥିଲେ ବା ଅଧିକାର କରିନେଇଥିଲେ? ପ୍ରଥମ ବର୍ଷ, ଦ୍ୱିତୀୟ ବର୍ଷ, ତୃତୀୟ ବର୍ଷ, ଚତୁର୍ଥ ବର୍ଷ। ତ ପିଲାମାନେ ଏଠି 6 ନମ୍ବରର ଉତ୍ତରଟି ହେବ ଡି, ଚତୁର୍ଥ ବର୍ଷ। ଚତୁର୍ଥ ବର୍ଷ ଖାରବେଳ ତାଙ୍କର ଚତୁର୍ଥ ନମ୍ବର ଶାସନ ବର୍ଷରେ ବେରାର ଅଞ୍ଚଳକୁ ଅଧିକାର କରିନେଇଥିଲେ। ତାପରେ ଆମେ ଦେଖିବା ପିଲାମାନେ ନେକ୍ସଟ 7 ନମ୍ବର ପ୍ରଶ୍ନ। ମହାରାଷ୍ଟ୍ର କ୍ୟାପଚର୍ଡ ବାଇ ଦ ଖାରବେଳ ଇନ୍ ହୁଇଚ୍ ଇୟର୍ ଅଫ୍ ରୁଲ୍? ଖାରବେଳ ତାଙ୍କର କେତେ ନମ୍ବର ବର୍ଷରେ ମହାରାଷ୍ଟ୍ର ଆଧୁନିକ ମହାରାଷ୍ଟ୍ର ଅଞ୍ଚଳକୁ କ୍ୟାପଚର କରିଥିଲେ ବା ନିଜ ଅଧୀନକୁ ନେଇଯାଇଥିଲେ? 4 ବର୍ଷ, 5 ବର୍ଷ, 6 ବର୍ଷ, 7 ବର୍ଷ। ତ ପିଲାମାନେ ଏଠି 7 ନମ୍ବରର ଉତ୍ତର ଖଣ୍ଡିକ ହେବ ଏ 4 ବର୍ଷ। ତ 4 ବର୍ଷ ଶାସନ ବର୍ଷରେ 2ଟା ଟେରିଟୋରିକି ସେ ଆକ୍ରମଣ କରିଥିଲେ, ଆଧୁନିକ ବେରାର ଆଉ ଆଧୁନିକ ମହାରାଷ୍ଟ୍ରକୁ। ମନେ ରଖିଥିବେ ପିଲାମାନେ, ଏଇଟା ପିସି ଦାସ ପୁସ୍ତକରେ ଦେଇଅଛି। ତାପରେ ଦେଖିବା 8 ନମ୍ବର ପ୍ରଶ୍ନ ଆମକୁ କ'ଣ କହୁଛି ଦେଖିବା। ଇନ୍ ହୁଇଚ୍ ଇୟର୍ ଅଫ୍ ରୁଲ୍ ଖାରବେଳ ଡିଫିଟେଡ୍ ଟୁ ତାମିଲି କନଫେଡେରେସି? ତ ପିଲାମାନେ ଖାରବେଳ ତାଙ୍କର କେତେ ନମ୍ବର ଶାସନ ବର୍ଷରେ ତାମିଲି ସଂଗଠିତ ରାଜ୍ୟଗୁଡ଼ିକ ଯେଉଁ ଏକାଠି ହେଇଥିଲେ ଖାରବେଳଙ୍କ ବିରୋଧରେ ତାଙ୍କୁ ପରାଜୟ କରାଇଥିଲେ? ତାମିଲି ପଟ, ସାଉଥ ପଟର ରାଜ୍ୟଗୁଡ଼ିକ ପିଲାମାନେ କେତେ ନମ୍ବର ଶାସନ ବର୍ଷରେ ଦେଇଛି ଏଠି ଅପସନରେ ପିଲାମାନେ? 9 ନମ୍ବର, 10 ନମ୍ବର, 11 ନମ୍ବର, 12 ନମ୍ବର। ତ ପିଲାମାନେ 8 ନମ୍ବରର ଉତ୍ତରଟି ଏଠି ସି, 11 ନମ୍ବର। 11 ନମ୍ବର ଶାସନ ବର୍ଷରେ ଖାରବେଳ ତାମିଲି କନଫେଡେରେସି ରାଜ୍ୟଗୁଡ଼ିକୁ ପରାସ୍ତ କଲେ ବୋଲି ପିସି ଦାସ ପୁସ୍ତକରେ ଦେଇଅଛି। ତାପରେ ଆମେ ଦେଖିବା ପିଲାମାନେ 9 ନମ୍ବର। ବୃହସ୍ପତି ମିତ୍ର ବା ବୃହସ୍ପତି ମିତ୍ର ଡିଫିଟେଡ୍ ବାଇ ଖାରବେଳ ଇନ୍ ହୁଇଚ୍ ଇୟର୍ ଅଫ୍ ରୁଲ୍? କେତେ ବର୍ଷ ଶାସନ ବର୍ଷରେ ଖାରବେଳ ବୃହସ୍ପତି ମିତ୍ରଙ୍କୁ ପରାଜୟ କରାଇଲେ? ଖାରବେଳର କେତେ ନମ୍ବର ଶାସନ ବର୍ଷରେ ପିଲାମାନେ ବୃହସ୍ପତି ମିତ୍ର ହେଉଛନ୍ତି ମଗଧର ରାଜା, ତାଙ୍କୁ ପରାଜୟ କରାଇଥିଲେ? 11 ନମ୍ବର। ଏରେ ଦେଲା 11 ନମ୍ବର, ବିରେ ଦେଲା 12 ନମ୍ବର ବର୍ଷ, ସିରେ ଦେଲା 13 ନମ୍ବର ବର୍ଷ, ଡିରେ ଦେଲା କେଉଁ ବି ବର୍ଷ ନୁହଁ, କିନ୍ତୁ ସେ ପରାଜୟ କରାଇଥିଲେ, ଏଇଟା ସତ। 9ର ଉତ୍ତର ପିଲାମାନେ ହେବ ବି, 12 ନମ୍ବର ବର୍ଷ। 12 ନମ୍ବରର ଶାସନ ବର୍ଷରେ ଖାରବେଳ କ'ଣ କରିଥିଲେ? ମଗଧର ରାଜା ବୃହସ୍ପତି ମିତ୍ରଙ୍କୁ ପରାଜୟ କରାଇଥିଲେ। ତାପରେ ଆମେ ଦେଖିବା ପିଲାମାନେ 10 ନମ୍ବର ପ୍ରଶ୍ନ। ହୁଇଚ୍ ନନ୍ଦ କିଙ୍ଗ ଟେକେନ୍ କଳିଙ୍ଗ ଜିନ ଫ୍ରମ୍ କଳିଙ୍ଗ? କେଉଁ ନନ୍ଦରାଜା କଳିଙ୍ଗ ଜୈନ ମୂର୍ତ୍ତିଟିକୁ କଳିଙ୍ଗ ଠାରୁ ନେଇଯାଇଥିଲେ? ପିଲାମାନେ ପିସି ଦାସ ପୁସ୍ତକରେ ଦେଇଛି 110 ବର୍ଷ, କିନ୍ତୁ ଅନ୍ୟ ପୁସ୍ତକରେ 300 ବର୍ଷ ପୂର୍ବେ ଇମେଜ ଶୋ ଦେଇଛି। କିନ୍ତୁ ନେଇଥିବା ସତ୍ୟ, ନନ୍ଦରାଜା କଳିଙ୍ଗ ଜିନ ମୂର୍ତ୍ତିଟି କଳିଙ୍ଗରୁ ନେଇଯାଇଥିଲେ ଯୁଦ୍ଧ କରିକି, ଯାହାକି ବିଜୟ ଟ୍ରଫି ମାନେ ବିଜୟର ଉପହାର ରୂପରେ ନେଇଯାଇଥିଲେ। ତ କେଉଁ ରାଜା? ମହାପଦ୍ମନନ୍ଦ, ଧନନନ୍ଦ, ବୋଥ ଏଣ୍ଡ ବି, ମହାପଦ୍ମନନ୍ଦ, ଧନନନ୍ଦ, ତାପରେ ନନ୍ ଅଫ୍ ଦ ଏବ। 10 ନମ୍ବରର ପିଲାମାନେ ଉତ୍ତର ଖଣ୍ଡିକ ହେବ ଏ, ମହାପଦ୍ମନନ୍ଦ। ମହାପଦ୍ମନନ୍ଦ ମଗଧର ଶାସକ କଳିଙ୍ଗ ଜିନ ମୂର୍ତ୍ତିଟିକୁ କଳିଙ୍ଗକୁ ବିଜୟ କରି ନେଇଯାଇଥିଲେ ବିଜୟର ଉପହାର ସ୍ୱରୂପ। ତାପରେ ଆମେ ଦେଖିବା ପିଲାମାନେ 11 ନମ୍ବର ପ୍ରଶ୍ନ। ଇନ୍ ହୁଇଚ୍ ଇୟର୍ ଅଫ୍ ରୁଲ୍ ଖାରବେଳ ଡିଷ୍ଟ୍ରିବ୍ୟୁଟେଡ୍ ହ୍ୱାଇଟ୍ ଗାର୍ମେଣ୍ଟ ଏମଙ୍ଗ ଦେମ୍? ପିଲାମାନେ କେତେ ନମ୍ବର ଶାସନ ବର୍ଷରେ ଖାରବେଳ ଧଳା ବସ୍ତ୍ର ସମସ୍ତଙ୍କୁ ଦାନ କରିଥିଲେ? 10 ବର୍ଷ, 11 ବର୍ଷ, 12 ବର୍ଷ, 13 ବର୍ଷ। ତ ପିଲାମାନେ ଏଇଠି ହେବ ଉତ୍ତର ଖଣ୍ଡିକ ହେବ ଡି, 13 ନମ୍ବର ବର୍ଷରେ। 13 ନମ୍ବର ବର୍ଷରେ ଖାରବେଳ କ'ଣ କରିଥିଲେ? ସେ ଯେତେବେଳେ ଜୈନ ଭିକ୍ଷୁ ହୋଇଥିଲେ ଏବଂ କୁମାରୀ ପର୍ବତକୁ ଚାଲି ଯାଇଥିଲେ, ସେହି ସମୟରେ ସେ ଦାନ ଧର୍ମ କରିଥିଲେ। ହ୍ୱାଇଟ୍ ବସ୍ତ୍ର ମାନେ ଧଳା କପଡ଼ା ସମସ୍ତଙ୍କୁ ଦାନ ଦେଇଥିଲେ। ତାପରେ ଦେଖିବା ନେକ୍ସଟ ନମ୍ବର 12 ନମ୍ବର ବର୍ଷରେ କ'ଣ କହୁଛି? ହୁଇଚ୍ ରିଲିଜିଅନ୍ ବିକେମ୍ ଦ ଷ୍ଟେଟ୍ ରିଲିଜିଅନ୍ ଡ୍ୟୁରିଂ ଦ ରୁଲିଂ ଟାଇମ୍ ଅଫ୍ ଖାରବେଳ?
ଖାରବେଳଙ୍କର ଶାସନ ସମୟରେ କେଉଁଟା ତାଙ୍କ ରାଜ୍ୟର ଧର୍ମ ଥିଲା? ଜୈନ ଧର୍ମ, ଶୈବ ଧର୍ମ, ବୁଦ୍ଧିଜିମ୍ ଧର୍ମ, ବୌଦ୍ଧ ଧର୍ମ, ଡି ଅଲ୍ ଅଫ୍ ଦ ଏବଭ୍। ତ ପିଲାମାନେ ଏଇଠି 12 ନମ୍ବରର ଉତ୍ତର ହେଲା ଏ ଜୈନ। ଜୈନ ଧର୍ମକୁ ସେ କ'ଣ କରିଥିଲେ? ଷ୍ଟେଟ୍ ରିଲିଜିଅନ୍ ରୂପରେ ଘୋଷଣା କରିଥିଲେ। ତାପରେ ଦେଖିବା ଆମେ ପିଲାମାନେ 13 ନମ୍ବର ପ୍ରଶ୍ନ। ହୁଇଚ୍ ଅଫ୍ ଦି ବ୍ରାହ୍ମଣିକାଲ ରିଚୁଆଲ୍ ସେଲିବ୍ରେଟେଡ୍ ବାଇ ଖାରବେଳ? ଖାରବେଳ ଆଜନ୍ମରୁ ଜୈନ ହେଲେ ମଧ୍ୟ ସେ ଗୋଟିଏ ବ୍ରାହ୍ମଣିକାର ସେଲିବ୍ରେସନ୍, ବ୍ରାହ୍ମଣମାନଙ୍କର ଗୋଟିଏ ଉତ୍ସବକୁ ପାଳନ କରିଥିଲେ। ସେଇଟା କ'ଣ? ଅଶ୍ୱମେଧ, ରାଜସୁଆ, ଥ୍ରେଡ୍, ଯଜ୍ଞ। ତ ପିଲାମାନେ ଏଠି 13 ନମ୍ବରର ଉତ୍ତର ଖଣ୍ଡିକ ହେବ ବି ରାଜସୁଆ। ରାଜସୁଆ ଉତ୍ସବକୁ ସେ ପାଳନ କରିଥିଲେ। ସେ ଜୈନ ହେଲେ ମଧ୍ୟ ଏହା ବ୍ରାହ୍ମଣ ଧର୍ମର ଗୋଟିଏ ଉତ୍ସବ, ତାକୁ ସେ ଗୁରୁତ୍ୱର ସହିତ ପାଳନ କରିଥିଲେ। ଏଇଠୁ ଖାରବେଳଙ୍କର ଅଲ୍ ରିଲିଜିଅନ୍ ପ୍ରତି ଟଲରେନ୍ସନ୍ ନୀତି ଜଣାପଡ଼ୁଛି। ତାପରେ ଆମେ ଦେଖିବା ପିଲାମାନେ 14 ନମ୍ବର ପ୍ରଶ୍ନ। ଖାରବେଳ ଡିପ୍ ରିଗାର୍ଡେଡ୍ ଟୁ ହୁଇଚ୍ ଅଫ୍ ଦ ଫଲୋଇଂ ରିଲିଜିଅନ୍? ଖାରବେଳ କେଉଁ ଧର୍ମ ପ୍ରତି ପୁରା ଗଭୀର ଭାବରେ ସମ୍ମାନ ପ୍ରଦାନ କରୁଥିଲେ? ଜୈନ ଧର୍ମ, ବ୍ରାହ୍ମଣିଜିମ୍, ବ୍ରାହ୍ମଣ ଧର୍ମ, ଆଜୀବିକସ୍, ଅଲ୍ ଅଫ୍ ଦ ଏବଭ୍। 14 ନମ୍ବରର ଉତ୍ତର ଖଣ୍ଡିକ ହେବ ପିଲାମାନେ ଡି ଅଲ୍ ଅଫ୍ ଦ ଏବଭ୍। ଅଲ୍ ଅଫ୍ ଦ ଏବଭ୍ ଏ ସବୁଗୁଡ଼ିକର ଧର୍ମକୁ ସେ ରିଗାର୍ଡସ୍ ଦେଉଥିଲେ, ସମ୍ମାନ ଦେଉଥିଲେ। ଜୈନକୁ ଦେଉଥିଲେ, ବ୍ରାହ୍ମଣକୁ ଦେଉଥିଲେ, ଆଜୀବିକକୁ ଦେଇଥିଲେ। ମନେ ରଖିବ ପିଲାମାନେ, ସେ ଜୈନ ଧର୍ମାବଲମ୍ବୀ ହେଲେ ମଧ୍ୟ ସମସ୍ତ ଧର୍ମ ପ୍ରତି ତାଙ୍କର ସହାନୁଭୂତି ରହିଥିଲା। ତାପରେ ଆମେ ଦେଖିବା ପିଲାମାନେ 15 ନମ୍ବର ପ୍ରଶ୍ନ। ଇନ୍ ହୁଇଚ୍ କେଭ୍ ମେନ୍ସନ୍ ଡ୍ୟାନ୍ସ ଅଫ୍ ୟଙ୍ଗ ଗାର୍ଲ ଏଣ୍ଡ ଦ୍ୟାଟ୍ କେଭ୍ ଡିଗିଂ ବାଇ ଖାରବେଳ? କେଉଁ ଗୁମ୍ଫାଟି ଗୋଟିଏ ଯୁବତୀଙ୍କର ନୃତ୍ୟ ପରିବେଷଣ କରିବାର ଚିତ୍ର ରହିଅଛି, ସେହି ଗୁମ୍ଫାଟିକୁ ଖାରବେଳ ଖନନ କରିଛନ୍ତି? ରାଣୀ ଗୁମ୍ଫା, ମଞ୍ଚପୁରୀ ଗୁମ୍ଫା, ଗଣେଶ ଗୁମ୍ଫା, ଅଲ୍ ଅଫ୍ ଦ ଏବଭ୍। ଏ ସବୁଗୁଡ଼ିକ। ତ ପିଲାମାନେ ଏଠି 15 ନମ୍ବରର ଉତ୍ତର ଖଣ୍ଡିକ ହେବ ଏ ରାଣୀ ଗୁମ୍ଫା। ରାଣୀ ଗୁମ୍ଫାରେ ଯୁବତୀ ନୃତ୍ୟ କରିବାର ଏବଂ ରାଜା ଆଉ ରାଣୀ ଠିଆ ହେଇକରି ଦେଖୁଥିବାର ପ୍ରମାଣ ରହିଅଛି। ତେଣୁ ଜଣାପଡ଼ୁଥିଲା ଯେ ଖାରବେଳ ହେଉଛନ୍ତି ନୃତ୍ୟ ଆଉ ବାଦ୍ୟ ଏସବୁର ପ୍ରିୟ। ରାଣୀ ଗୁମ୍ଫାରେ ଏ ଚିତ୍ର ଆଦ୍ୟପି ରହିଅଛି। ତାପରେ ଆମେ ଦେଖିବା ପିଲାମାନେ ନେକ୍ସଟ 16 ନମ୍ବର ପ୍ରଶ୍ନ। ହୁ ନୋନ୍ ଆଜ୍ ଶିଳାଦିତ୍ୟ? କେଉଁ ରାଜାଙ୍କୁ ଏ ଭିତରୁ ଶିଳାଦିତ୍ୟ ବୋଲି କୁହାଯାଉଛି? ଅଶୋକା, ଖାରବେଳ, ମହାପଦ୍ମନନ୍ଦ, ସାତକର୍ଣ୍ଣୀ ପ୍ରଥମ। ତ ପିଲାମାନେ ଏଠି 16 ନମ୍ବରର ଉତ୍ତରଟି ହେବ ବି ଖାରବେଳ। ଖାରବେଳଙ୍କୁ ହିଁ କୁହାଯାଉଛି ଶିଳାଦିତ୍ୟ ବୋଲି, ତାଙ୍କର ଅନ୍ୟ ନାମ ଶିଳାଦିତ୍ୟ। ତାପରେ ଦେଖିବା ନେକ୍ସଟ ପ୍ରଶ୍ନ। 17 ନମ୍ବର ପ୍ରଶ୍ନ ମୁଁ କ'ଣ କହୁଛି ପିଲାମାନେ ଦେଖିବା। ହୁଇଚ୍ ନମ୍ବର ଅଫ୍ ଲାଇନ୍ ରୁଟ୍ ଓଭର ହାତୀଗୁମ୍ଫା ଇନ୍ସ୍କ୍ରିପ୍ସନ୍? ହାତୀଗୁମ୍ଫା ଶିଳାଲେଖ ଉପରେ କେତେ ଗୋଟି ଧାଡ଼ି ଲେଖାଯାଇଛି? 13 ଗୋଟି, 17 ଗୋଟି, 19 ଗୋଟି, 22 ଗୋଟି। 17 ନମ୍ବରର ପିଲାମାନେ ଉତ୍ତର ଖଣ୍ଡିକ ହେବ ବି 17 ଗୋଟି ଧାଡ଼ି। ପିଲାମାନେ ମନେ ରଖନ୍ତୁ, ମୁଁ ଅନ୍ୟ ପୁସ୍ତକର 19 ଗୋଟି ପଢ଼ିକି ମଧ୍ୟ ଗୋଟିଏ ଭିଡ଼ିଓରେ କରିଛି, କିନ୍ତୁ ପିସି ଦାସଙ୍କର ଓଡ଼ିଶା ଇତିହାସ ପୁସ୍ତକରେ ଆଜିର ଏହି ପ୍ରଶ୍ନ ସବୁ ପିସି ଦାସ ଓଡ଼ିଶା ଇତିହାସ ପୁସ୍ତକରୁ ମୁଁ ପ୍ରସ୍ତୁତ କରିଅଛି। ସେଇଥିରେ ଦେଇଛି 17 ଗୋଟି ଧାଡ଼ି। ପ୍ରାୟ ପୁସ୍ତକରେ 17 ଗୋଟି ଧାଡ଼ି ଦେଇଛି। ଆପଣ 17 ଗୋଟି ଧାଡ଼ିଟାକୁ ଧାର୍ଯ୍ୟ କରିନେବେ, ଅପସନ୍ରେ ଦେଖିବେ ହାତୀଗୁମ୍ଫା ଶିଳାଲେଖରେ 17 ଅଛି ନା ନାହିଁ। ତ 17 ଗୋଟି ଧାଡ଼ି। ତାପରେ ଆମେ ଦେଖିବା ପିଲାମାନେ 18 ନମ୍ବର ପ୍ରଶ୍ନ। ଇନ୍ ହୁଇଚ୍ ଲାଇନ୍ ଅଫ୍ ହାତୀଗୁମ୍ଫା ଇନ୍ସ୍କ୍ରିପ୍ସନ୍ ମେନ୍ସନ୍ ଖାରବେଳ ଫାଉଟ୍ ୱିଥ୍ ସାତକର୍ଣ୍ଣୀ? ହାତୀଗୁମ୍ଫା ଶିଳାଲେଖର କେତେ ନମ୍ବର ଧାଡ଼ିରେ ବର୍ଣ୍ଣନା କରାଯାଇଛି ଯେ ଖାରବେଳ ଆଉ ସାତକର୍ଣ୍ଣୀଙ୍କ ମଧ୍ୟରେ ଯୁଦ୍ଧ ହୋଇଥିଲା? ପ୍ରଥମ ଧାଡ଼ି, ଦ୍ୱିତୀୟ ଧାଡ଼ି, ତୃତୀୟ ଧାଡ଼ି, ଚତୁର୍ଥ ଧାଡ଼ି। ତ ପିଲାମାନେ ଏଇଟା 18ର ଉତ୍ତରଟି ହେବ ସି ତୃତୀୟ ଧାଡ଼ିରେ। ହାତୀଗୁମ୍ଫା ଶିଳାଲେଖରେ ଯେଉଁ 17 ଗୋଟି ଧାଡ଼ି ରହିଅଛି, ତୃତୀୟ ନମ୍ବର ଧାଡ଼ିରେ
ଖାରବେଳ ବର୍ଣ୍ଣନା କରିଛନ୍ତି ଖାରବେଳ ଆଉ ସାତକର୍ଣ୍ଣୀଙ୍କ ମଧ୍ୟରେ ଯେଉଁ ଯୁଦ୍ଧ ହୋଇଥିଲା। ତାପରେ ଆମେ ଦେଖିବା ପିଲାମାନେ ନେକ୍ସଟ 19 ନମ୍ବର ପ୍ରଶ୍ନ। ଇନ୍ ହୁଇଚ୍ ଲାଇନ୍ ଅଫ୍ ହାତୀଗୁମ୍ଫା ଇନସ୍କ୍ରିପସନ୍ ମେନସନ୍ ଖାରବେଳ ଏକ୍ଜାକ୍ଟେଡ୍ କେନାଲ ଅପ୍ ଟୁ କଳିଙ୍ଗନଗରୀ। ପିଲାମାନେ ଖାରବେଳ ମହାପଦ୍ମନନ୍ଦଙ୍କ ସମୟରେ ଖୋଳା ହୋଇଥିବା ଯେଉଁ କେନାଲଟିକୁ ସେ ମଧ୍ୟ ଏକ୍ସଟେନସନ୍ କରି କଳିଙ୍ଗନଗରୀ ପର୍ଯ୍ୟନ୍ତ ଆଣିଥିଲେ କୃଷି ଉଦ୍ଦେଶ୍ୟରେ। ହାତୀଗୁମ୍ଫା ଶିଳାଲେଖରେ ଏହା ବର୍ଣ୍ଣନା କରାଯାଇଛି। ତ କେତେ ନମ୍ବର ଧାଡ଼ିରେ ଲେଖାଯାଇଛି ପ୍ରଶ୍ନଟିଏ? 19ର ପିଲାମାନେ ଅପସନ୍ ଦେଲା 4 ବର୍ଷ, 5 ବର୍ଷ, 6 ବର୍ଷ, 7 ବର୍ଷ। 19ର ଉତ୍ତର ହେବ ପିଲାମାନେ ସି 6 ବର୍ଷ। 6 ନମ୍ବର ଧାଡ଼ିରେ ହାତୀଗୁମ୍ଫା ଶିଳାଲେଖର ଖାରବେଳ ବର୍ଣ୍ଣନା କରିଛନ୍ତି କେନାଲ ଖୋଦନ ବିଷୟରେ। ତାପରେ ଆମେ ଦେଖିବା ପିଲାମାନେ 20 ନମ୍ବର ପ୍ରଶ୍ନ। ଇନ୍ ହୁଇଚ୍ ଲାଇନ୍ ମେନସନ୍ ଅଫ୍ ହାତୀଗୁମ୍ଫା ଇନସ୍କ୍ରିପସନ୍ ଖାରବେଳ ଫାଉଟ୍ ୱିଥ୍ ବୃହସ୍ପତି ମିତ୍ର ଅଫ୍ ମଗଧ। 13, 14, 15, 17। ହାତୀଗୁମ୍ଫା ଶିଳାଲେଖର କେତେ ନମ୍ବର ଧାଡ଼ିରେ ଖାରବେଳ ବର୍ଣ୍ଣନା କରିଛନ୍ତି ତାଙ୍କରି ସହିତ ବୃହସ୍ପତି ମିତ୍ରଙ୍କର ଯେଉଁ ଯୁଦ୍ଧ ହୋଇଥିଲା ସେ ବିଷୟରେ। 20 ନମ୍ବରର ଉତ୍ତରଟା ପିଲାମାନେ ହେବ A 13 ନମ୍ବର ଧାଡ଼ିରେ। ହାତୀଗୁମ୍ଫା ଶିଳାଲେଖର 13 ନମ୍ବର ଧାଡ଼ିରେ ବର୍ଣ୍ଣନା କରାଯାଇଛି ବୃହସ୍ପତି ମିତ୍ର ଏବଂ ଖାରବେଳଙ୍କ ମଧ୍ୟରେ ଯୁଦ୍ଧ। ମୁଁ ଆଶା କରୁଛି ମୋର ଏହି ଆଲୋଚନା ଆପଣମାନଙ୍କର ଆଗାମୀ ପ୍ରତିଯୋଗିତାମୂଳକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାରେ ସହାୟକ ହେବ। ଭିଡ଼ିଓକୁ ଲାଇକ୍ କରନ୍ତୁ, ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଏବଂ ସମସ୍ତ ପ୍ରତିଯୋଗିତାମୂଳକ ଗ୍ରୁପରେ ସେୟାର କରନ୍ତୁ। ବନ୍ଦେ ଉତ୍କଳ ଜନନୀ।